ହେଉଛି ରାସତତ୍ତ୍ୱ। ଆପଣ ଦେଖିବେ ବେଦ, ବେଦାନ୍ତ, ପୁରାଣ, ଗୀତା, ଭାଗବତ, ତାପରେ ଯାଇକରି ରାସ। ଭାଗବତ ଯୋଉଠି ଶେଷ ହେଇଯାଇଛି ରାସ ସେଠି ଆରମ୍ଭ ହେଇଛି। କାହିଁକି ନା ଭାଗବତରେ ରାଧାଙ୍କ ନାଁ ନାହିଁ ଜାଣିଥିବା। ଯୋଉ ରାସ ଲେଖା ହେଇଛି ସେଥିରେ ରାଧାଙ୍କର ନାଁ ନାହିଁ, ଯିଏ ପ୍ରଧାନ ନାୟିକା ତାଙ୍କ ନାଁ ନାହିଁ। ତାର କାରଣ ହଉଛି ସୁକଦେବ ଗୋସ୍ୱାମୀ ଯିଏ ଆଜନ୍ମ ସିଦ୍ଧ ଥିଲେ, ତାଙ୍କର ଇଷ୍ଟଦେବୀ ଥିଲେ ରାଧା। ଇଷ୍ଟଙ୍କ ନାଁ ଧରନ୍ତିନି ବୋଲି ସେ ଲେଖିନାହାନ୍ତି। ତାଙ୍କ ନାଁଟା ବୃନ୍ଦା ନାମରେ, ଅନ୍ୟାନ୍ୟ ସଖୀ ନାମରେ ଲେଖିଛନ୍ତି। ତ ଏଇଟା ଆମେ ଜାଣିପାରୁନୁ କାହିଁକି? ଯଦି ରାସ ତତ୍ତ୍ୱ ବିଷୟରେ ହୁଏ କ'ଣ କି, ସକାଳେ ପୂଜା ହେଲା, ସଂଘର ନିୟମ ହେଉଛି ସକାଳେ ପୂଜା ହେଲା, ରାସ ତତ୍ତ୍ୱଟା ଆଲୋଚନା ହେଲା। ରାସ ତତ୍ତ୍ୱ କ'ଣ ନା, ରାସ ତତ୍ତ୍ୱ ସହିତ ଠାକୁରଙ୍କ ସମ୍ବନ୍ଧ କ'ଣ? ଆମେ ରାଧାକୃଷ୍ଣଙ୍କ କଥା ଏଠି ଆଲୋଚନା କରିବୁ ବର୍ତ୍ତମାନ। ଆଉ ରାସଟା କ'ଣ ରାଧାକୃଷ୍ଣଙ୍କୁ ନେଇକି ରହିଛି ନା? ରାଧା କିଏ ଜାଣୁନା କି କୃଷ୍ଣ କିଏ ଆମେ ଜାଣୁନା। ଆମେ ଯୋଉ କୃଷ୍ଣଙ୍କୁ ବୁଝୁ ସେ କୃଷ୍ଣ କେବେ ରାସ କରିନାହାନ୍ତି। ବର୍ତ୍ତମାନ ସାଧାରଣ ଲୋକ ଦ୍ୱାପର ଯୁଗର ଯୋଉ କୃଷ୍ଣଙ୍କୁ ବୁଝନ୍ତି, ନନ୍ଦ ଘରେ ସେ ଜନ୍ମ ହୋଇଥିଲେ, ମା ଯଶୋମତୀ କୋଳରେ ବଢିଥିଲେ, ଆଉ ଏମିତି ରାଧା ଏକ ଗୋପାଳନ ଥିଲା, ତାକୁ ସେ ଭଲ ପାଉଥିଲେ, ତାଙ୍କ ସଖୀମାନେ ଥିଲେ। ଗୋଟେ ଲଭ୍ ଆଫେୟାର୍ସ, ଗୋଟେ ଭଲ ପାଇବା ଥିଲା। ମୁଁ ରାଧାଙ୍କ ଘର ଦେଖିଛି, ତାଙ୍କ ବାପ ଘର ଦେଖିଛି, କୃଷ୍ଣଙ୍କ ଘର ବି ଦେଖିଛି। ଆଉ ଯୋଉଠି ମିଳନ ହୁଏ, ସଂକେତ ବୋଲି ଗୋଟେ ନାଁ ଅଛି, ସେଇଠି ଠିଆ ହେଲେ ପରସ୍ପର ପରସ୍ପରକୁ ଦେଖିପାରନ୍ତି। ସେଇ ଜାଗାରେ ରାସ ହେଇଥିଲା। ତ ରାସ ସହିତ ସଂଘ ପୂଜାର ସମ୍ପର୍କ କ'ଣ? କାହିଁକି ରାସ ବୋଲା ହବ? ଏହା ଗୋଟେ କଥା। ରାସଟା ହଉଛି ନିତ୍ୟଲୀଳା ଏବଂ ପ୍ରଥମ ସୃଷ୍ଟିର ଆରମ୍ଭରେ ସେଟା ଆଗେ ତିଆରି ଅଛି। ଯେତେବେଳେ କିଛି ନଥିଲା ସେତେବେଳେ ପ୍ରଥମ ତତ୍ତ୍ୱଟା ହେଲା ରାସଲୀଳା, ଯାହାର ଅନ୍ୟ ନାମ ହଉଛି ନିତ୍ୟଲୀଳା। ସେଟା ସବୁଦିନେ ଚାଲିଛି, ସବୁ ମୁହୂର୍ତ୍ତରେ ଚାଲିଛି, ଆଜି ଚାଲୁଛି, ବର୍ତ୍ତମାନ ବି ଚାଲୁଛି। ନହେଲେ ନିତ୍ୟ କେମିତି ହବ? ସେଟା ଅପରିବର୍ତ୍ତନୀୟ। ସେ ପରିବର୍ତ୍ତନ ବି କେବେ ହୁଏନି। ଆଜି ହବ, କାଲି ହବନି, କାଲି 2ଟା ବେଳ, ଆଜି 1ଟା ବେଳ, ତା ବି ନୁହଁ। ଯଥା ସମୟରେ ସିଏ ଠିକ ଭାବରେ ଆଗେ ଚାଲୁଥିଲା, ଏବେ ଚାଲୁଛି, ପ୍ରତି ମୁହୂର୍ତ୍ତ ଚାଲୁଛି, ସେ ପର୍ଯ୍ୟନ୍ତ ବନ୍ଦ ହେଇନି। ତେଣୁ ଯଦି କୋଉ ଦ୍ୱାପର ଯୁଗରେ ହେଇଥିଲା, ରାଧାକୃଷ୍ଣ ଆସିଥିଲେ, କଳି ଯୁଗ ହେଲାଣି, ଆଜି ପର୍ଯ୍ୟନ୍ତ ସେଟା ଚାଲୁଛି। ସେଟା ଆଜି ପର୍ଯ୍ୟନ୍ତ କ'ଣ, ସେଟା ସେମିତି ଚାଲୁଥିବ ଅନନ୍ତ। ନିତ୍ୟଲୀଳା ବା। ସୃଷ୍ଟି ଯେତେବେଳେ ଆରମ୍ଭ ହେଲା, ପ୍ରଥମ ହେଲା ନିତ୍ୟଲୀଳା, ଦ୍ୱିତୀୟ ହେଲା ସୃଷ୍ଟି ଲୀଳା, ତୃତୀୟ ହେଲା ସଂସାର ଲୀଳା। ଯାହାକୁ ଆମେ କୃଷ୍ଣ ବୋଲି କହୁଛୁ, ଯୋଉ ନାୟକ, ଯୋଉ ଏ ନାଟକର ଯେ ପ୍ରଧାନ ନାୟକ ଯୋଉ କୃଷ୍ଣ, ସେ କୃଷ୍ଣ କିଏ? ଏମିତି ତ କହିଲେ ସମୟ ବହୁତ ଚାଲିଯିବ। ତେବେ ଯାହା ହଉ, ସେ କୃଷ୍ଣ ହଉଛନ୍ତି ଗୁରୁ, ଆମ ଗୁରୁ। ସେଇ ଯୋଉ କୃଷ୍ଣ ଯାହାକୁ ଆମେ କହୁଛେ, ସେ କୃଷ୍ଣ ହଉଛନ୍ତି ସେଇ ପରମ ବ୍ରହ୍ମ ଗୁରୁ। ଗୁରୁ କୃଷ୍ଣ ହନ୍ ଶାସ୍ତ୍ରୀୟ ପ୍ରମାଣ। ଗୁରୁ କୃଷ୍ଣ ହେଇଥିଲେ। କୃଷ୍ଣ ଅର୍ଥ ଗୋଟେ ବ୍ୟକ୍ତିର ନାଁ ନୁହଁ। କୃଷ୍ଣ ଅର୍ଥ ଗୋଟେ ବ୍ୟକ୍ତିର ନାଁ ନୁହଁ। କୃଷ୍ଣ ଗୋଟେ ବ୍ୟକ୍ତି। କୃଷ୍ଣ ଯୋଉ ଶରୀରରେ ଆବିର୍ଭାବ ହେଇଥିଲା, ଯେମିତି ଠାକୁର ନିଗମାନ୍ତ ଋଷି, ଏ ଋଷିଙ୍କ ଦେହରେ ଜଗତଗୁରୁଙ୍କର ଆବିର୍ଭାବ। ସେମିତି କୃଷ୍ଣ ନଙ୍ଗରେ ତାଙ୍କ ପୁଅ ହେଇପାରନ୍ତି, କିନ୍ତୁ ତାଙ୍କ ଭିତରେ ଜଗତଗୁରୁଙ୍କର ଆବିର୍ଭାବ ହେଇଥିଲା କିଛି ସମୟ ପାଇଁ। ସେଥିପାଇଁ ଯୋଉ ଯେତେବେଳେ କୃଷ୍ଣ ଅବତାର, ରାଧା ବି ଅବତାର, କୃଷ୍ଣ ଅବତାର, ରାଧା ବି ଅବତାର। କୃଷ୍ଣ କୋଉ ଲୋକକୁ ମନ୍ତ୍ର ଦେଇକରି ଶିଷ୍ୟ କରିନାହାନ୍ତି।
କିଏ କହିପାରିବେ? କୃଷ୍ଣଙ୍କ ଜୀବନ କାଳ ଭିତରେ ସେ କାହାକୁ ମୁକ୍ତ କରିନାହାନ୍ତି, କାରଣ ମୁକ୍ତ କରିବାର କ୍ଷମତାଟା ତାଙ୍କର ନାହିଁ। କାହିଁକି ନା ଏକମାତ୍ର ମୁକ୍ତି ଦେବାର କ୍ଷମତା, ମୁକ୍ତ କହିଲେ ଆମେ ଯାହା ବୁଝୁ ଯୋଉ ସାରୂପ୍ୟ, ଶାସ୍ତି, ସାମୀପ୍ୟ, ଇତ୍ୟାଦି, ଏ ଯୋଉ ଚତୁର୍ଭୁଜ ମୁକ୍ତିର ଅନ୍ତର୍ଗତ ସେ ମୁକ୍ତି କଥା ମୁଁ କହୁନି। ଯୋଉ ମୁକ୍ତି ଚରମ ମୁକ୍ତି ତାହା ଦେବାର କ୍ଷମତା ତାଙ୍କର ନାହିଁ, ନଥିଲା। ତାହା ହେଇଥିଲେ ଅର୍ଜୁନ ବି ମୁକ୍ତ ହେଇଥାନ୍ତେ, ତାଙ୍କର ସଖା ହେଇକିରି ଏତେ ନିକଟରେ ଥାଇକିରି ମଧ୍ୟ ହେଲାନି। ତ ଏ କଥା ମୋର କହିବାର କଥା ହଉଛି, ଏଇ ଯୋଉ ତିନିଟା ଲୀଳା ଏ ଜଗତରେ ଚାଲିଛି, ବ୍ରହ୍ମଟା ନିର୍ଗୁଣ, ଗୁରୁ ତତ୍ତ୍ୱଟା ନିର୍ଗୁଣ, ସେଟା ଅନିର୍ବଚନୀୟ, ତାକୁ କଥାରେ କହିହବନି। ତ କଥାରେ ଯଦି କହିହବନି କେମିତି ବୁଝେଇବ? ଅନୁଭବ ଗମ୍ୟ। ଯେମିତି ମିଠାଟାକୁ କଥାରେ କହିହବନି କେମିତି ଲାଗୁଛି କହ, କିନ୍ତୁ ଅନୁଭବ ଗମ୍ୟ, ଖାଇଲେ ଜାଣି ହବ। ସେମିତି ତମ ହାତରେ କେତେ ଶକ୍ତି ଅଛି ତମେ ଜାଣିପାରୁନ, ଏକାଟା ଫୋପାଡ଼ିଲେ ଜାଣିବ ମୋ ହାତରେ ଏତେ ଶକ୍ତି ଅଛି, ମୁଁ 300 ଫୋପାଡ଼ି ଦେଇପାରୁଛି। ଶକ୍ତିଟା ଅନୁଭବ ଗମ୍ୟ, ଶକ୍ତିଟାକୁ ଦେଖିହବନି। ଯେତେବେଳେ ସୃଷ୍ଟିର ପ୍ରାରମ୍ଭ, ଯେତେବେଳେ ଆରମ୍ଭ ହେଲା ସୃଷ୍ଟିଟା, ସୃଷ୍ଟି କାହିଁକି ହେଲା? ପ୍ରଥମ କଥା, ସୃଷ୍ଟି ହେଲା ଯୋଉ ବ୍ରହ୍ମ ଭିତରେ ସମସ୍ତ ଜିନିଷ ଲୁକାୟିତ ଭାବରେ ଅଛି, ସେ ନିଜକୁ ଉପଲବ୍ଧି କରିପାରିଲା ନାହିଁ। କାରଣ ଜଣେ ଉପଲବ୍ଧି କରିବାକୁ ହେଲେ ଆଉ ଜଣେ ଦରକାର। ଅଦ୍ୱୈତ ଭାବରେ ଉପଲବ୍ଧି ନାହିଁ, ଅଦ୍ୱୈତ ଭାବରେ ଉପଲବ୍ଧି ହବନି, ଦୁଇ ହେଲେ ଯାଇକରି ଉପଲବ୍ଧି ହବ। ଗୋଟେ ଇଚ୍ଛା ହେଲା ମୁଁ ବହୁ ହେବି, ସେ ଇଚ୍ଛା କରୁ କରୁ ଯୋଉ ଶକ୍ତିର ଉତ୍ପତ୍ତି ହେଲା ତା ନାମ ମହାଶକ୍ତି। ସେ ମହାଶକ୍ତିଟା ହଉଛନ୍ତି, ସେ ମହାଶକ୍ତିଟା କଣ ହେଇଛି ନା ଲୀଳା ପାଇଁ ସେ ତିନି ଭାଗ ହେଇଯାଇଛି। ନିତ୍ୟ ଲୀଳାରେ ଯିଏ ନାୟିକା ହେଲେ ସେ ହେଲେ ଯୋଗମାୟା, ସୃଷ୍ଟି କ୍ରିୟାରେ ଯେ ନାୟିକା ହେଲେ ସେ ହେଲେ ମହାମାୟା, ସଂସାର ଲୀଳାରେ ଯେ ନାୟିକା ହେଲେ ସେ ହେଉଛନ୍ତି ମାୟା। ଆଚ୍ଛା, ଜଣେ କହୁଛନ୍ତି ଯଦି ସଂସାର ଲୀଳାଟା ମାୟାର, ସେଠି ମାୟାଟାକୁ ଦି ଭାଗ ହେଇଯାଇଛି। ସଂସାର ଲୀଳାରେ ଅନ୍ୟ କୋଉଠି ଦି ଭାଗ ହେଇନି, ଏଟା ଗୋଟେ ଅବିଦ୍ୟା, ଗୋଟେ ବିଦ୍ୟା, ଦିଟା ହେଇଯାଇଛି। ଅବିଦ୍ୟାଟା କାହିଁକି ହେଇଛି ନା ଯୋଉମାନେ ଏଠି ମଣିଷ ଅଛନ୍ତି, ଦାନବ ଅଛନ୍ତି, ତେଣୁ ଏଇଥିପାଇଁ ଏଠି ମାୟାଟା ଦି ଭାଗ, ଅବିଦ୍ୟା ମାୟା ବୋଲି ତାକୁ କୁହାହଉଛି। ଆଚ୍ଛା, ରାସ କଥା କହୁଛି।